ଦୁଃଖଦାୟକ ଘଟଣା। ସରକାର ଡିବିଡି ବାଢୁଛି, ଏତେ ଯୋଜନା କରି ଏତେ ଲୋକଙ୍କୁ ଆମେ ସାହାଯ୍ୟ କରୁନୁ କାହିଁକି? ଏଠି ନଗଡା କଣ ସେ ଓଡିଶା ଭିତରେ ଯାଉନି? ସେମାନେ କଣ ମନୁଷ୍ୟ ନୁହନ୍ତି? ତାଙ୍କ ପିଇବା ପାଣି ବୁଝିବା କଥା ନୁହଁ, ତାଙ୍କ ଇଲେକ୍ଟ୍ରିକ କଥା ବୁଝିବା କଥା ନୁହଁ। ସେମାନେ କେମିତି ବଞ୍ଚିବେ ତାଙ୍କ ପାଇଁ ଯୋଜନା ଦବାର ବୁଝିଲୁ ନାହିଁ। ତେଣୁ ଖାଲି ବାହାଦୁରୀ ମାରୁଛନ୍ତି। ସେମିତି କିଛି ଓଡିଶାରେ କାମ ହେଇନି ଯୋଉଟା କଂଗ୍ରେସ ଏନା ଖାଲି ଧାମ ଧାମ ମାରି ଚାଲିଛି। କେବଳ ଭୋଟ ଟାଇମରେ ମନ୍ତ୍ରୀ ଯାଇଥିଲେ, ତାପରେ ମନ୍ତ୍ରୀଙ୍କ ଦେଖା ଦର୍ଶନ ନାହିଁ ବୋଲି ସ୍ଥାନୀୟ ଲୋକେ ହେଲା। ସେମାନେ କେବଳ ପାୱାରଟାକୁ ୟୁଟିଲାଇଜ କରୁଛନ୍ତି। ଶୁଖିଲା ବେଳେ ଯାଇ ଯୋଉ ଯୋଜନା ଦିଆହେଇଛି କେତେ କାମ ହେଇଛି କି ନାହିଁ ସୁପରଭିଜନ କରିବା କଥା ନୁହଁ। କାମ ତ ଆକ୍ଟିଭ ହେଇଯିବ। ଆମେ ସବୁ ବୁଲୁଛୁ ଦେଖୁ କେତେ ବାଟ ହେଇଛି କେନାଲ, କେତେ ବାଟ ବନ୍ଧ ହେଇଛି, କେତେ ବାଟ ରୋଡ ହେଇଛି, କାହିଁକି ଅଟକିଛି। ଏବେ ଗୋଟେ କାଚେଣୀ ବୋଲି ଗୋଟେ ରୋଡ ଅଛି ଏଠି, ରୋଡଟା କାମ ହଠାତ୍ ବନ୍ଦ ହେଇଗଲା। ବନ୍ଦ ହେଇଗଲା କାହିଁକି? ଇଡକୋ ତା ଗାଡି ଗୁଡା ସବୁ ସିଜ୍ କରିଦେଲା ସେଇଠି। କିଏ ଗୋଟପଟଣା ଏଇ ଜାଗା ସେ ରୋଡ, ଗୋଟପଡ଼ା ରୋଡ ହବ, ଗୋଟପଡ଼ା ପାହାଡରୁ ମାଟି ଆସିବନି, ଆଉ ଲଣ୍ଡନରୁ ଆସିବ। ସେ ଓଆ କରିକିରି ଗାଡି ରିଲିଜ କଲେ କାମ ଆରମ୍ଭ ହେଇଛି। ବିକାଶ ଯୋଉ ଓଡିଶାର ହବା କଥା ତ 23-24 ବର୍ଷ ଶାସନ ଭିତରେ ହେଲାନି, ଆଉଥରେ ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଲେ କଣ ଆଉଥରେ ବିକାଶ କରିବେ ବୋଲି କହିପାରିବିନି। କିଛି ମୁଖ୍ୟମନ୍ତ୍ରୀ କରିଛନ୍ତି ମୋ ଏରିଆରେ, ମୁଁ ବହୁତ ଗୁଡ଼ିଏ କାମ କରିଛି। ମୁଁ ନିନ୍ଦି ପାରିବିନି, ନିନ୍ଦିଲେ ଭଗବାନ ମୋ ଉପରେ ଆସନ୍ତି। କହିବେ ଏତେ କାମ କରିକି ଲୋକଟା ନିନ୍ଦିଲା। ଗୋଟେ କାଞ୍ଚନ ଭାଇ ତମେ ଜାଣିଛ ଜଟଣୀ ବିଷୟରେ, ତମର ପରିବାର 750 କୋଟି ଟଙ୍କା ଖର୍ଚ୍ଚ ହେଇଛି ଜଟଣୀ ଖୋର୍ଦ୍ଧା ପାଣି। 4ଟା ରୋଡକୁ ଦେଇଛି 500 କୋଟି, ଫ୍ଲାଇଓଭର 150 କୋଟି। ସବୁ ଗୁଡାକ ହିସାବ ଯଦି ଦେଖିବା ଗୁଡେ କାମ ଦେଇଛନ୍ତି, କାହିଁ ନିନ୍ଦିବା। 2ଟା ଏଇନା ନାଇଜ ମାନେ କ୍ୟାନ୍ସର ହସ୍ପିଟାଲ, ଗୋଟେ ସରିଲାଣି ଗୁଜରାଟ, ଆଉ ଗୋଟେ ନାଇଜରରେ ଚାଲିଛି। IIT, ନାଇଜର, ଇନଫୋସିସ, ଅଲ ଇଣ୍ଡିଆ ମେଡିକାଲ ସାଇନ୍ସ। ସେଇଠି